ସେମାନେ ଚାହୁଁନାହାନ୍ତି ଯେ ମୁଁ ପାଟି ଚୁପ୍ କରିକି ରୁହେ ବୋଲି। ଜୟ ଶ୍ରୀ ସୀତାରାମ। ସାଙ୍ଗମାନେ ଗୋଟେ କଥା ଜାଣିଛନ୍ତି, ମୁଁ ବହୁତ ଦିନ ହେଲାଣି ଭିଡିଓ ଛାଡୁ ନଥିଲି। ଘରର କିଛି କାମର ବ୍ୟସ୍ତତା ଭିତରେ ମୁଁ ରହିଯାଇଥିଲି, ସେଥିପାଇଁ ଭିଡିଓ ମୁଁ ଛାଡି ପାରୁନଥିଲି। କିନ୍ତୁ ସେମାନେ ମତେ ଚୁପ୍ ରହିବାକୁ ଦଉନାହାନ୍ତି। ସେମାନେ ଚାହୁଁଛନ୍ତି ମୋଠୁ ଦୁଇ ପଦ ଶୁଣିବାକୁ। ହଉ ଠିକ ଅଛି, ଚାଲନ୍ତୁ ଆରମ୍ଭ କରିବା। ସାଙ୍ଗମାନେ ମୁଁ ଗୋଟେ କଥା କହିବି, ମୁଁ କେବେ କାହା ଚରିତ୍ର ଉପରକୁ ବିନା ସତ୍ୟତା ଜାଣିକି ଆଙ୍ଗୁଠି ଉଠାଏ ନାହିଁ। ଯେଉଁମାନେ ନିଜକୁ ସଂସ୍କାରୀ ଆଉ ସତୀ ଦେଖେଉଛନ୍ତି, ସେମାନେ ନିଜେ ଟିକେ ଅଇନା ଆଗରେ ଠିଆ ହେଇ ନିଜ ଚରିତ୍ରକୁ ଭଲ ଭାବରେ ଦେଖ। ଜାଣିପାରିବ ତୁମେ ନିଜେ କେତେ ସତୀ ଆଉ ସଂସ୍କାରୀ। ଅନ୍ୟମାନଙ୍କ ଆଗରେ ସଂସ୍କାରୀ ସତୀ ଦେଖେଇକି ପଛରେ 4-5ଟା ଟୋକାଙ୍କ ସହିତ ଦିନ କାଟୁଛ ଆଉ କହି ହଉଛ ଆମେ ପୁରା ସତୀ। ଲୋକଙ୍କୁ ମିଛ କହିବା ଛାଡି ଦିଅ। ଉପରେ ଭଗବାନ ସବୁ ଦେଖୁଛନ୍ତି ତୁମେ କେତେ ଟୋକାଙ୍କ ସହିତ ଖେଳ କରୁଛ। ତେଣୁକରି ମିଛ କହିବା ଛାଡି ଦିଅ, ନହେଲେ ଭଗବାନ ଏମିତି କରିବେ ଯେ ଲୋକଙ୍କୁ ମୁହଁ ଦେଖେଇବାକୁ ଲାଜ ଲାଗିବ। ଆରେ ତୁମେ ସେଇଭଳିଆ ଝିଅ ଟୋକାମାନଙ୍କ ସହିତ ଦିନ ରାତି କାଟିବ, କିନ୍ତୁ ଟୋକାମାନଙ୍କୁ ବାହା ହବନି ଆଉ ବାପା ମାଙ୍କ ଆଗରେ ସତୀ ଦେଖେଇ ହବ ଆଉ ସଂସ୍କାରୀ। ମୋ ବିଷୟରେ କହିବା ବନ୍ଦ କର, ନହେଲେ ତମର ଯୋଉ ଭଦ୍ର ଆଉ ସଂସ୍କାରୀ ମୁଖା କୁ ଖୋଲିବାକୁ ବେଶୀ ସମୟ ଲାଗିବନି। କଣ ବୁଝିଲଟି ନା ବୁଝେଇବି?